पढ़े आपण ମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଜହନ 9 ର 1 ଜହନ 9 ଅଧ୍ୟାୟ 9 ଅଧ୍ୟାୟରୁ 1 ରୁ 4 ପଢିବା। ସେ ଯାଉଥିବା ସମୟରେ ଜଣେ ଜନ୍ମ ଅମ୍ଭକୁ ଦେଖିଲେ। ସେମାନେ ହେଉଛନ୍ତି କିଏ? ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଯାଉଥିବା ସମୟରେ ଜଣେ ଆମ ଭଳିଆ ମାନେ ମୋ ଭଳିଆ ଜଣେ ଦୃଷ୍ଟିହୀନକୁ ଦେଖିଲେ। ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଇଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ବାପା ମା? ଯୀଶୁ ଉତ୍ତର ଦେଲେ, ଇଏ କିମ୍ବା ଏହାର ବାପା ମା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ। ଏ ନିମନ୍ତେ ଏହା ଘଟିଅଛି। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି। हाँ ठीक है, धन्यवाद। ଧନ୍ୟବାଦ। ମୋତେ ଏତିକି